ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସବ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ମଙ୍ଗଳବାର ଅକ୍ଟୋବର 21, 2025। The Lord is a warrior। ପ୍ରଭୁ ଜଣେ ଯୋଦ୍ଧା। ଚଲନ୍ତୁ ଏହି ପାଠ ପଢ଼ିବା ପୂର୍ବେ ବା ଧ୍ୟାନ କରିବା ପୂର୍ବେ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସମୟ ଆମମାନଙ୍କୁ ଦେଇଅଛ ତୁମ ସେହି ସବସ୍କୁଲ ପାଠ ଧ୍ୟାନ କରିବା ପାଇଁ, ଯେପରିକି ଏହି ସବସ୍କୁଲ ପାଠ ଆମେ ବୁଝିପାରିବୁ, ଏଥିପାଇଁ ଆମମାନଙ୍କୁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧରିଥିବ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମେ ମାଗୁଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆଜିର ଆଲୋଚନା ବା ସୋମବାର ଦିନର ଆଲୋଚନା ହେଉଛି ପ୍ରଭୁ ଜଣେ ଯୋଦ୍ଧା। The Lord is the warrior। ଆଉ ବିଶେଷ ଭାବରେ ଆମେ ଆଲୋଚନା କରିବାକୁ ଯାଉଅଛୁ ଯାତ୍ରା ପୁସ୍ତକ ତାର 2, 23-25, ଯାତ୍ରା ପୁସ୍ତକ 12, 13 ଓ ଏବ୍ରି 15, 3, 11। ଆମେ ଏଠି ଆଲୋଚନା କରିବା କି ଈଶ୍ୱର ଜଣେ ଯୋଦ୍ଧା ବୋଲି ଏହାର ଅର୍ଥ କଣ? ବନ୍ଧୁ, ଯେବେ ମିଶର ଦେଶରେ ଇସ୍ରାଏଲ ମାନଙ୍କର ଦୀର୍ଘ ପ୍ରବାସ ସମୟରେ ଇସ୍ରାଏଲ ମାନେ ସେମାନଙ୍କର ପୂର୍ବପୁରୁଷଙ୍କ ସତ୍ୟ ଈଶ୍ୱରଙ୍କୁ ଭୁଲି ଯାଇଥିଲେ। ପ୍ରାନ୍ତର ଦେଇ ସେମାନଙ୍କର ଭ୍ରମଣ ଅନେକ ଘଟଣା ଦେଖା ଯାଇଥିଲା। ଅବ୍ରାହମ, ଇସାକ ଏବଂ ଯାକୋବ ସେମାନେ ଥିଲେ ପରମେଶ୍ୱରଙ୍କ ବିଷୟରେ ସେମାନଙ୍କର ଜ୍ଞାନ ଥିଲା। ଆଉ ବର୍ତ୍ତମାନ ଆମେ ଦେଖୁଛୁ ସେମାନେ ସେମାନଙ୍କ ଧାର୍ମିକ ଅଭ୍ୟାସରେ ମୂର୍ତ୍ତି ପୂଜକ ଉପାଦାନ ଗୁଡ଼ିକୁ ମିଶ୍ରିତ କଲେ ବୋଲି ଯାତ୍ରା ପୁସ୍ତକ 32, 1-4, ଯଦି ଯାତ୍ରା ପୁସ୍ତକ 2, 23-25 ତୁଳନା କରି ଦେଖିବା, ସେତେବେଳେ ଆମେ ଦେଖୁଛୁ ମିଶରୀୟ ମାନଙ୍କ ଅତ୍ୟାଚାରରେ ସେମାନେ ପ୍ରଭୁଙ୍କୁ ଡାକିଲେ ଏବଂ ସଠିକ ସମୟରେ ପ୍ରଭୁ ସେମାନଙ୍କର ପ୍ରାର୍ଥନା ହସ୍ତକ୍ଷେପ କଲେ ବୋଲି ଆମେ ଦେଖୁଛୁ। ବନ୍ଧୁ, ତଥାପି ଯାତ୍ରା ପୁସ୍ତକ 12 ଅଧ୍ୟାୟରେ ଯାହା ବର୍ଣ୍ଣନା କରାଯାଇଛି, ସେହି ସଂଘର୍ଷ ମୋଶ ଏବଂ ଫାରୋଙ୍କ ମଧ୍ୟରେ ଏକ ସରଳ ଶକ୍ତି ସଂଘର୍ଷ ଅପେକ୍ଷା ବଡ଼ ଥିଲା। ବନ୍ଧୁ, ପ୍ରାଚୀନ ନିକଟବର୍ତ୍ତୀ ଯୁଦ୍ଧ ଚିନ୍ତାଧାରା ଅନୁସାରେ ଲୋକମାନଙ୍କ ମଧ୍ୟରେ ସଂଘର୍ଷକୁ ଶେଷରେ ସମ୍ପୃକ୍ତ ଦେବତାମାନଙ୍କ ମଧ୍ୟରେ ସଂଘର୍ଷ ଭାବରେ ବିବେଚନା କରାଯାଉଥିଲା। ଯଦି ଆମେ ଯାତ୍ରା ପୁସ୍ତକ 12 ଦେଖିବା, ସେଠି ଘୋଷଣା କରେ ଯେ ପ୍ରଭୁ କେବଳ ଫାରୋଙ୍କ ଉପରେ ନୁହେଁ ବରଂ ମିଶ୍ର ଦେବତାମାନଙ୍କ ଉପରେ ମଧ୍ୟ ବିଚାର କରିଥିଲେ ବୋଲି। ସେହି ଶକ୍ତିଶାଳୀ ରାକ୍ଷସ ମାନେ, ଯାହା ଆମେ ଦେଖୁଅଛୁ ଲେବ୍ୟ ତାର 17:7, ଦ୍ୱିତୀୟ ବିବରଣ 32-17, ଯେଉଁମାନେ ମିଶ୍ର ଦମନକାରୀ ଶକ୍ତି ଏବଂ ଅନ୍ୟାୟ ସାମାଜିକ ବ୍ୟବସ୍ଥା ପଛରେ ଠିଆ ହୋଇଥିଲେ। ବନ୍ଧୁ, ପରିଶେଷରେ ପରମେଶ୍ୱର ପାପ ସହିତ ଯୁଦ୍ଧ କରୁଛନ୍ତି ବୋଲି ଏବଂ ଏହି ସଂଘର୍ଷକୁ ଚିରକାଳ ପାଇଁ ସତ୍ୟ ସହ୍ୟ କରିବେ ନାହିଁ, ଏହିପରି ଗୀତ ଲେଖକ 24:8 ଆଉ ପ୍ରକାଶିତ 19:11 ତା ବାଦେ ପ୍ରକାଶିତ 20, 1-4 ଆଉ 14 ଆମେ ପାଉଅଛୁ। ବନ୍ଧୁ, ସମସ୍ତ ପତିତ ଦୂତ
ଏବଂ ମନୁଷ୍ୟ ଯେଉଁମାନେ ପାପ ସହିତ ନିଶ୍ଚିତ ଏବଂ ଅପ୍ରତିରୋଧୀ ଭାବରେ ନିଜକୁ ଚିହ୍ନଟ କରିଛନ୍ତି, ସେମାନେ ଧ୍ୱଂସ ପାଇଲେ। ଏହାକୁ ଦୃଷ୍ଟିରେ ରଖି ବନ୍ଧୁ, ଦେଶର ବାସିନ୍ଦାମାନଙ୍କ ବିରୁଦ୍ଧରେ ଯୁଦ୍ଧଗୁଡ଼ିକୁ ଏହି ସଂଘର୍ଷର ଏକ ପୂର୍ବ ପର୍ଯ୍ୟାୟରେ ଭାବରେ ବିଚାର କରିବାକୁ ପଡ଼ିବ, ଯାହା କୃଷରେ ଏହାର ଶୀର୍ଷ ପହଞ୍ଚିବ ଏବଂ ଶେଷ ବିଚାରରେ ଏହାର ସମାପ୍ତି ହେବ। ଯେତେବେଳେ ପରମେଶ୍ୱର ନ୍ୟାୟ ଏବଂ ପ୍ରେମର ଚରିତ୍ର ସତ୍ୟ ପ୍ରମାଣିତ କରାଇବେ। ବନ୍ଧୁ, କିନାନୀୟ ମାନଙ୍କର ସମ୍ପୂର୍ଣ୍ଣ ବିନାଶର ଧାରଣାକୁ ବାଇବଲୀୟ ବିଶ୍ୱ ଦୃଷ୍ଟିକୋଣ ଆଧାରରେ ବୁଝିବାକୁ ପଡ଼ିବ। ବନ୍ଧୁ, ଯେଉଁମାନେ ଯେଉଁ ପରମେଶ୍ୱର ଜଗତର ମନ୍ଦତାର ପାତକମାନଙ୍କ ସହିତ ଏକ ମହାଜାଗତିକ ସଂଘର୍ଷରେ ଜଡ଼ିତ ଅଛନ୍ତି। ବନ୍ଧୁ, ଶେଷରେ ପରମେଶ୍ୱର ଖ୍ୟାତି ଏବଂ ତାଙ୍କ ଚରିତ୍ର ବିପଦରେ ପଡ଼ିବ ବୋଲି ଆମେ ରୋମିଓ ତାର 3:4 ଦେଖୁଛୁ। ଏହିପରି ପ୍ରକାଶିତ 15:3 ଦେଖୁଛୁ। ବନ୍ଧୁ, ଯେହେତୁ ପାପ ମାନବ ଅସ୍ତିତ୍ୱରେ ପ୍ରବେଶ କରିଛି, ତେଣୁ କେହି ନିରପେକ୍ଷ ଭୂମିରେ ଠିଆ ହୋଇପାରିବେ ନାହିଁ। ଜଣେ ଈଶ୍ୱରଙ୍କ ପକ୍ଷରେ କିମ୍ବା ମନ୍ଦ ପକ୍ଷରେ ରହିବାକୁ ଆବଶ୍ୟକ। ତେଣୁ ଏହି ପୃଷ୍ଠଭୂମିରୁ ବା ଯୁଦ୍ଧ ଭୂମିରୁ ମନେ ରଖିବାକୁ ହେବ ଯେ କିନାନୀୟ ମାନଙ୍କ ବିଲୋପକୁ ଶେଷ ବିଚାରର ପୂର୍ବାଲୋକ ଭାବରେ ଦେଖାଯିବା ଉଚିତ। ବନ୍ଧୁ, ଆମେ ଦେଖୁଛୁ ହିବ୍ରୁ ସୈନ୍ୟବାହିନୀ ସମ୍ପୂର୍ଣ୍ଣ କ୍ରମରେ ଚାଲିଗଲେ। ପ୍ରଥମେ ସଶସ୍ତ୍ର ପୁରୁଷଙ୍କ ଏବଂ ମନୋନୀତ ଦଳ ସେମାନଙ୍କର ଯୁଦ୍ଧ ପୋଷାକ ପିନ୍ଧିଥିଲେ। ବର୍ତ୍ତମାନ ଅସ୍ତ୍ରଶସ୍ତ୍ରର ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ହେଁ କେବଳ ସେମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶକୁ ବିଶ୍ୱାସ କରିବା ଏବଂ ପାଳନ କରିବା ପାଇଁ। ତାପରେ 7 ଜଣ ଯାଜକ ତୁରୀ ବଜାଇ ପଛକୁ ଗଲେ। ତାପରେ ପରମେଶ୍ୱରଙ୍କ ସିନ୍ଦୁକ ତା ଆଗରେ ଚାଲିଲା, ଯାହା ସୁନାରେ ଝଲସୁଲିଥିଲା। ଏହା ଉପରେ ଗୌରବର ଏକ ଆଭାଲ ଉଠୁଥିଲା, ଯାହା ଯାଜକମାନେ ସେମାନଙ୍କର ସମୃଦ୍ଧ ଏବଂ ଅଦ୍ଭୁତ ପୋଷାକ ପିନ୍ଧି ସେମାନଙ୍କ ପବିତ୍ର ପଦବୀକୁ ସୂଚିତ ଏହା କରୁଥିଲା। ବନ୍ଧୁ, ଇସ୍ରାଏଲ ବିଶାଳ ସୈନ୍ୟବାହିନୀ ସମ୍ପୂର୍ଣ୍ଣ କ୍ରମରେ ଅନୁସରଣ କଲେ। ପ୍ରତ୍ୟେକ ଗୋଷ୍ଠୀ ନିଜ ନିଜ ପତାକା ତଳେ ବା ପତାକା ଧରି ଏପରି ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ସହିତ ସହରକୁ ଘେରି ରହିଲେ। ସେହି ଶକ୍ତିଶାଳୀ ସୈନ୍ୟବାହିନୀର ପଦଯାତ୍ରା ଏବଂ ତୁରୀର ଗଭୀର ସ୍ୱର ବ୍ୟତୀତ ଅନ୍ୟ କୌଣସି ଶବ୍ଦ ଶୁଣାଗଲା ନାହିଁ। ପାହାଡ଼ ଗୁଡ଼ିକ ଦ୍ୱାରା ପ୍ରତିନିଧିତ୍ୱ ଏବଂ ଜିରିହ ନଗର ମଧ୍ୟରେ ପ୍ରତିନିଧିତ୍ୱ ହେଉଥିଲା। ବନ୍ଧୁ, ଆଶ୍ଚର୍ଯ୍ୟ ଏବଂ ସତର୍କତାର ସହିତ ସେହି ନିର୍ଣ୍ଣାୟକ ସହର ପ୍ରହରୀମାନେ ପ୍ରତ୍ୟେକ ଗତିକୁ ଲକ୍ଷ୍ୟ କରୁଥିଲେ ଏବଂ କର୍ତ୍ତୃପକ୍ଷକୁ ସେମାନେ ରିପୋର୍ଟ କରୁଥିଲେ। ଏହି ସମସ୍ତ ପ୍ରଦର୍ଶନର ଅର୍ଥ କ'ଣ ତାହା ସେମାନେ କହିପାରିବେ ନାହିଁ ବା ଜାଣିଲେ ନାହିଁ। କେତେକ ଲୋକ ସେହି ସହରକୁ ଏହିପରି ଭାବରେ କବଳିତ ହେବାର ଧାରଣାକୁ ଉପହାସ କରିଲେ, ଯେତେବେଳେ ଅନ୍ୟମାନେ
ଆଶ୍ଚର୍ଯ୍ୟ ହୋଇ ଛିଡ଼ା ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ, କାରଣ ସେମାନେ ସିନ୍ଧୁକ ଚମତ୍କାରତା ଏବଂ ଜିହୋସିହଙ୍କ ସହିତ ଅନୁସରଣ କରୁଥିବା ଯାଜକ ଏବଂ ଇସ୍ରାଏଲର ସୈନ୍ୟବାହିନୀର ଗମ୍ଭୀର ଏବଂ ମର୍ଯ୍ୟାଦାଜନକ ଦୃଶ୍ୟ ଦେଖି ସେମାନେ ଆଶ୍ଚର୍ଯ୍ୟକ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନେ ମନେ ରଖନ୍ତି ଯେ, ସେମାନଙ୍କ ମନରେ ଏହିପରି ଲାଗିଥିଲା ଯେ ସେ ଯେ 40 ବର୍ଷ ପୂର୍ବେ ସୁଫ ସାଗର ସେମାନଙ୍କ ସମ୍ମୁଖରେ ଦୁଇ ବଣ୍ଟା ହୋଇଯାଇଥିଲା। ତା ବାଦେ ଯର୍ଜନ ନଦୀ ମଧ୍ୟ ସେମାନଙ୍କ ମୁଖରେ ଦୁଇ ଭାଗ ହୋଇଯାଇଥିଲା। ଏକ ପଥ ପ୍ରସ୍ତୁତ କରାଯାଇଥିଲା, ଆଉ ସେମାନେ ସେହି ସୁଖା ସ୍ଥାନରେ ଯାତ୍ରା କଲେ ବୋଲି ଏମାନେ ଜାଣିଥିଲେ। ସେମାନେ ସହର ଦ୍ୱାର ଗୁଡ଼ିକ କଡ଼ାକଡ଼ି ବନ୍ଦ ରଖିବାକୁ କଠୋର ଏବଂ ପ୍ରତ୍ୟେକ ଦ୍ୱାରକୁ ଜଗିବା ପାଇଁ ଶକ୍ତିଶାଳୀ ଯୋଦ୍ଧାମାନଙ୍କୁ ରଖିଥିଲେ। ବନ୍ଧୁ, 6 ଦିନ ପର୍ଯ୍ୟନ୍ତ ଆମେ ଦେଖୁଛୁ ଇସ୍ରାଏଲର ସୈନ୍ୟବାହିନୀ ମାନେ ସହର ଚାରିପାଖରେ ସେମାନେ ପରିକ୍ରମା କରିଥିଲେ। ଆଉ ଆମେ ଦେଖୁଛୁ କି 7ମ ଦିନରେ ସେମାନେ ଜିରିହକୁ 7 ଥର ପରିକ୍ରମ କଲେ। ଲୋକମାନଙ୍କ ସର୍ବଦା ପରି ନୀରବ ରହିବାକୁ ଦିଆଯାଇଥିଲା, ଆଉ କେବଳ ତୁରୀର ଶବ୍ଦ ସେମାନେ ଶୁଣୁଥିଲେ। ଲୋକମାନେ ପାଳନ କରିବାକୁ କୁହାଯାଇଥିଲା, ଏବଂ ଯେତେବେଳେ ତୁରୀ ବାଦକମାନେ ସାଧାରଣ ଅପେକ୍ଷା ଅଧିକ ସମୟ ଧରି ତୁରୀ ବାଦ୍ୟ କରିବେ, ସେତେବେଳେ ସମସ୍ତେ ଏକ ଉଚ୍ଚ ସ୍ୱରରେ ଚିତ୍କାର କରିବାକୁ କୁହାଯାଇଥିଲା। କାରଣ ପରମେଶ୍ୱର ସେମାନଙ୍କୁ ସହର ଦେଇଥିଲେ। ବନ୍ଧୁ, 7ମ ଦିନ ଏପରି ହେଲା ଯେ ସେମାନେ ଦିନର ସୂର୍ଯ୍ୟୋଦୟ ସମୟରେ ଶୀଘ୍ର ଉଠି ସେହି ପ୍ରକାରେ 7 ଥର ନଗର ପରିକ୍ରମା କଲେ। କେବଳ ସେହି ଦିନ ସେମାନେ 7 ଥର ନଗର ପରିକ୍ରମା କଲେ। ଆଉ ଆମେ ଦେଖୁଛୁ 7ମ ଥର ଯେତେବେଳେ ଯାଜକମାନେ ତୁରୀ ବଜାଇଲେ, ଜିହୋଶୟ ଲୋକମାନଙ୍କୁ ଉଚ୍ଚସ୍ୱରରେ କହିଲେ, ଜୟଧ୍ୱନି କର, କାରଣ ସଦାପ୍ରଭୁ ତୁମାନଙ୍କର ନଗର ତୁମାନଙ୍କୁ ଏହି ନଗର ଦେଇଅଛନ୍ତି। ବନ୍ଧୁ, ଯାଜକମାନେ ତୁରୀ ବଜାଇବା ସମୟରେ ଲୋକମାନେ ଚିତ୍କାର କଲେ, ଏବଂ ଯେତେବେଳେ ଲୋକମାନେ ତୁରୀ ଶବ୍ଦ ଶୁଣିଲେ ଏବଂ ଲୋକମାନେ ଏକ ମହାଜୟ ଧ୍ୱନିର ଚିତ୍କାର କଲେ, ପ୍ରାଚୀର ଖଣ୍ଡ ଖଣ୍ଡ ହୋଇଗଲା। ତେଣୁ ଲୋକମାନେ ପ୍ରତ୍ୟେକ ତାଙ୍କ ସମ୍ମୁଖରେ ନଗର ମଧ୍ୟକୁ ଉଠିଗଲେ ଏବଂ ସେମାନେ ନଗରର ଅଧିକାର କଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ପରମେଶ୍ୱର ଇସ୍ରାଏଲମାନଙ୍କୁ ଦେଖାଇଥିବାକୁ ଦେଖାଇବାକୁ ଚାହୁଁଥିଲେ ଯେ କିନାନ ବିଜୟ ସେମାନଙ୍କର ଉପରେ ନିର୍ଭର ଯୋଗ୍ୟ ନୁହେଁ। ବନ୍ଧୁ, ଆଉ ପ୍ରଭୁ ସେନାପତି ଜିରସିଓକୁ ପରାସ୍ତ କଲେ। ପ୍ରଭୁଙ୍କ ସେନାପତି ଜିରିହକୁ ପରାସ୍ତ କଲେ। ସେ ଏବଂ ତାଙ୍କ ଦୂତମାନେ ବିଜୟରେ ବିଜୟିତ ଥିଲେ। ଖ୍ରୀଷ୍ଟ ସ୍ୱର୍ଗର ସୈନ୍ୟବାହିନୀକୁ ଜିରିହର ପ୍ରାଚୁରୀ ଭାଙ୍ଗି ପକାଇବାକୁ ଏବଂ ଜିହୋଶୟ ଏବଂ ଇସ୍ରାଏଲ ସୈନ୍ୟବାହିନୀ ପାଇଁ ଏକ ପ୍ରବେଶ ପଥ ପ୍ରସ୍ତୁତ କରିବାକୁ ଆଦେଶ ଦେଇଥିଲେ। ବନ୍ଧୁ, ଏହି ଆଶ୍ଚର୍ଯ୍ୟଜନକ ଆଶ୍ଚର୍ଯ୍ୟରେ ପରମେଶ୍ୱର କେବଳ ତାଙ୍କ ଲୋକମାନଙ୍କୁ ଶତ୍ରୁମାନଙ୍କୁ ଦମନ କରିବା ପାଇଁ ତାଙ୍କ ଶକ୍ତିରେ ବିଶ୍ୱାସକୁ ଦୃଢ଼ କରିନଥିଲେ, ବରଂ ସେମାନଙ୍କର ପୂର୍ବ ବିଶ୍ୱାସକୁ ମଧ୍ୟ ଭର୍ଜନା କରିଥିଲେ। ବନ୍ଧୁ, ଜିରିଓ ଇସ୍ରାଏଲର ସୈନ୍ୟବାହିନୀ ଏବଂ ସ୍ୱର୍ଗର ପରମେଶ୍ୱରଙ୍କୁ ଅବମାନନା କରିଥିଲା, ଏବଂ ଯେତେବେଳେ ସେମାନେ ଇସ୍ରାଏଲ ସୈନ୍ୟବାହିନୀକୁ ଦିନ ଥରେ ସେମାନେ ସହର ଚାରିପାଖରେ ଘୂରି
ଭୁଲୁଥିବାରେ ଦେଖିଲେ ସେମାନେ ଭୟଭୀତ ହୋଇଗଲେ। କିନ୍ତୁ ସେମାନେ ସେମାନଙ୍କ ଦୃଢ଼ ପ୍ରତିରକ୍ଷା, ସେମାନଙ୍କ ଦୃଢ଼ ଏବଂ ଉଚ୍ଚ ପ୍ରାଚୀରକୁ ଦେଖିଲେ ଏବଂ ନିଶ୍ଚିତ ହେଲେ ଯେ ସେମାନେ ଯେକୌଣସି ଆକ୍ରମଣକୁ ପ୍ରତିରୋଧ କରିପାରିବେ। ବନ୍ଧୁ, ମନେ ରଖନ୍ତୁ, ଯେତେବେଳେ ସେମାନଙ୍କ ଦୃଢ଼ ପ୍ରାଚୀର ହଠାତ୍ ଦୋହଲି ଗଲା ଏବଂ ଏକ ଆଶ୍ଚର୍ଯ୍ୟଜନକ କ୍ଲାସ ସହିତ ପଡ଼ି ହେଲା, ଯେପରି ସବୁଠାରୁ ପ୍ରବଳ ବଜ୍ରପାତର ବାକ୍ୟ ବା ଶବ୍ଦ, ସେମାନେ ଭୟରେ ପକ୍ଷାଘାତଗ୍ରସ୍ତ ହୋଇଗଲେ ଏବଂ କୌଣସି ପ୍ରତିରୋଧ ପାରିଲେ ନାହିଁ। ବନ୍ଧୁ, ପରମେଶ୍ୱର ଆମମାନଙ୍କୁ ସେହିପରି ଶକ୍ତି ପ୍ରଦାନ ଦିଅନ୍ତି ଯେବେ ଆମେ ଶୈତାନର ସମ୍ମୁଖୀନ କରିଥାଉ। ଶୈତାନ ଅଧିକ ସମୟରେ ଯେପରିକି ଆମ ସମ୍ମୁଖରେ ଜେରିକୋ ପରି ପରିସ୍ଥିତି ଆଣେ, ଆଉ ସଦାପ୍ରଭୁ ଆମମାନଙ୍କୁ କହନ୍ତି ଯେ ତମେ ମୋ ଠାରେ ବିଶ୍ୱାସ କର, ମୁଁ ତୁମମାନଙ୍କୁ ସେହି ଜେରିକୋ ଯାହା ତମ ସମ୍ମୁଖରେ ଅଛି, ତମେ ଯାହା ଭାବୁଛ ତାକୁ ତମେ ଆକ୍ରମଣ କରିପାରିବ ନାହିଁ, ବିଜୟ ଲାଭ କରିପାରିବ ନାହିଁ। ସେତେବେଳେ ସଦାପ୍ରଭୁ ପରମେଶ୍ୱର ତମ ପାଇଁ ମୋ ପାଇଁ ଯୁଦ୍ଧ କରନ୍ତି, ତାଙ୍କ ଦୂତକୁ ପଠାନ୍ତି। ଆଉ ଯେପରିକି ସଦାପ୍ରଭୁଙ୍କ ଯୁଦ୍ଧ ଦ୍ୱାରା ଆମେ ବିଜୟ ଲାଭ ହୋଇପାରିବା। ଏଥିଯୋଗୁଁ ପ୍ରିୟ ବନ୍ଧୁ, ପ୍ରିୟ ଶ୍ରୋତା, ଯେପରିକି ଆଜିର ଆଲୋଚନା ହେଉଛି ପ୍ରଭୁ ଜଣେ ଯୋଦ୍ଧା, ଆଉ ତାଙ୍କଠାରେ ଯଦି ଆମେ ବିଶ୍ୱାସ କରିବା, ନିଶ୍ଚିତ ରୂପେ ପ୍ରଭୁ ଆମମାନଙ୍କ ପାଇଁ ସେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପରମେଶ୍ୱର, ଧନ୍ୟବାଦ କରୁଅଛୁ। ବର୍ତ୍ତମାନ ଯେଉଁ ସାବସ୍କ୍ରିପ୍ଟ ପାଠ ଦ୍ୱାରା ଆମେ ଦେଖିଲୁ କି ତୁମ୍ଭେ ଆମର ସହାୟକ ରୂପେ ସଦାସର୍ବଦା ଆମ ପକ୍ଷରେ ଛିଡ଼ା ହୋଇଅଛ। ଆମମାନଙ୍କୁ ଏଇ ଯୋଉ ବିଶ୍ୱାସ ଦୃଢ଼ ଭାବରେ ରଖିବା ପାଇଁ ଶକ୍ତି ପ୍ରଦାନ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ଯୀଶୁଖ୍ରୀଷ୍ଟ ଆପଣା ଦୂତଙ୍କ ସହ ଆସିବେ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ପାଇଁ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ଶୁଣି ଗ୍ରହଣ କର। ଆମେନ୍। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।